ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କର ବର୍ତ୍ତମାନ ଅଣସର ଲୀଳା ଚାଲିଛି। ପ୍ରଭୁ ଜଗନ୍ନାଥ ତାଙ୍କର ଭାଇ ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ସହିତ 21 ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିଥାନ୍ତି। ତାପରେ ସ୍ନାନ ବେଦୀରେ 108 ଗରା ସୁନା କୂଅର ଯେଉଁ ଜଳ ରହିଥାଏ, 108 ଗରା ଜଳରେ ସ୍ନାନ କରିବା ପରେ ତାଙ୍କୁ ଜ୍ୱର ହୋଇଥାଏ। ସେଇ ଯେଉଁ ଜଳ ଆସିଥାଏ ଯେଉଁ ଆମର ରହିଛି ଯେଉଁ କୂଅ ରହିଛି ତାହାକୁ ଅଣତୁଠ କୂଅ ବୋଲିକିରି କହିଥାଏ। ତ ସେଇ କୂଅଟି ଯେଉଁ ରହିଛି ସେଇଟା ଗୋଟେ କୂଅକୁ ଗୋଟେ ସିଂହ ବର୍ଷ ସାରା ଜଗିଥିବାର ଗୋଟେ ପ୍ରବାଦ ରହିଛି ଏବଂ ଗୋଟେ ସିଂହର ଗୋଟେ ମୂର୍ତ୍ତି ମଧ୍ୟ ସେଠାରେ ଅଛି। ତ ସେଇ ଯେଉଁ କୂଅଟି ରହିଛି ସେଇ କୂଅରୁ ବର୍ଷ ସାରା କୌଣସି ଦିନ ମଧ୍ୟ ଜଳ ଆସିନଥାଏ। କେବଳ ସେଇ ଗୋଟିଏ ଦିନ ପ୍ରଭୁ ଜଗନ୍ନାଥଙ୍କ ଯେଉଁ ସ୍ନାନ ଯାତ୍ରା ହୋଇଥାଏ ସେଇ ଦିନ ହିଁ ସେ କୂଅରୁ ଜଳ ଆସିଥାଏ। ତ ସେ ଜଳକୁ ମଧ୍ୟ ଅଣତୁଠ ଜଳ ବୋଲିକିରି କୁହାଯାଏ। ବିଶେଷ ଭାବରେ ଆମ ଯେଉଁ ଓଡ଼ିଆ ପରମ୍ପରାରେ ଅଛି ଯେ ଗୋଟେ ଛୁଆଟେ ଜନ୍ମ ହେଲେ ତାହାକୁ ବିଭିନ୍ନ ନଜରରୁ ରକ୍ଷା କରିବା ନିମନ୍ତେ ଅଣତୁଠ ଜଳ ପାଣି ମିଶାଇକରି ଗାଧୋଇ ଦିଅନ୍ତି। ଠିକ୍ ସେହିପରି ସେ ଯେଉଁ ଅଣତୁଠ କୂଅରୁ ଯେଉଁ ଜଳ ଆସିଥାଏ ସେଇ ଜଳକୁ ଅଭିମନ୍ତ୍ରିତ କରାଯାଏ ପ୍ରଥମେ। ତାପରେ ପ୍ରଭୁ ଜଗନ୍ନାଥ ତାଙ୍କର ଭାଇ ବଳଭଦ୍ର ଏବଂ ମାତା ସୁଭଦ୍ରା ଚକ୍ରରାଜ ସୁଦର୍ଶନଙ୍କୁ ସ୍ନାନ କରାଯାଏ ଏବଂ ତାପରେ ସମସ୍ତେ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ତ ସେଇ ଜ୍ୱର ସମୟରେ ପ୍ରଭୁ ଜଗନ୍ନାଥଙ୍କ ଯେଉଁ ଗର୍ଭଗୃହ ରହିଛି ଯେଉଁଠାରେ ଜଗନ୍ନାଥଙ୍କୁ ଆମେ ଦର୍ଶନ କରିବାକୁ ପାଇଥାଉ, ସେଠାରେ ଜଗନ୍ନାଥଙ୍କୁ ଆମେ ଦେଖିବାକୁ ପାଉନୁ। ଜଗନ୍ନାଥ ବଳଭଦ୍ର ମାତା ସୁଭଦ୍ରାଙ୍କ ସ୍ଥାନରେ ପଟିଦିଅଁ ପୂଜା ପାଆନ୍ତି ଏବଂ ଅନ୍ୟ ଏକ ସ୍ଥାନରେ ପ୍ରଭୁଙ୍କର ଅଣସର ଲୀଳା ଚାଲିଥାଏ ଏବଂ ତାଙ୍କୁ ଯେଉଁ ଜ୍ୱର ହୋଇଥାଏ ଜ୍ୱରର ଉପଚାର ମଧ୍ୟ ଚାଲିଥାଏ ନିର୍ଦ୍ଦିଷ୍ଟ ବିଧିବିଧାନ ମଧ୍ୟରେ। ସେହି ସମୟରେ ଆମର ଯେଉଁ ବ୍ରହ୍ମଗିରିର ଅଲରାନାଥ ଠାକୁର ରହିଛନ୍ତି ସେ ଅଲରାନାଥ ଠାକୁରଙ୍କୁ ଦର୍ଶନ କରିବାର ବିଧି ରହିଛି ଏବଂ ସେହି ସମୟରେ ଅଲରାନାଥଙ୍କୁ ଦର୍ଶନ କରାଯାଏ ବୋଲି ଗୋଟେ ମାନ୍ୟତା ରହିଛି। ତ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ପ୍ରଭୁ ଅଲରାନାଥଙ୍କୁ ଦର୍ଶନ କଲେ ମଧ୍ୟ ସେତିକି ପୁଣ୍ୟ ମିଳେ। ଏବଂ 14 ଦିନ ପରେ ପ୍ରଭୁ ଜଗନ୍ନାଥଙ୍କର ଜ୍ୱର ଭଲ ହେବା ପରେ ତାଙ୍କର ନେତ୍ରୋତ୍ସବ ବିଧି ଅନୁଷ୍ଠିତ ହୁଏ ଏବଂ ସମସ୍ତଙ୍କୁ ସେ ଦେଖା ଦିଅନ୍ତି। ତାପରେ ସେ ରଥଯାତ୍ରାରେ ଯାଆନ୍ତି ମାଉସୀ ମା ମନ୍ଦିର ଏବଂ ସମସ୍ତ ତାଙ୍କର ଯେଉଁ ଭକ୍ତମାନେ ରହିଛନ୍ତି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି।